କଣ କହିଲ? ତମେ ମୋ ମା, ମୁଁ ତମ ପୁଅ। ତମେ ଭୁଲ କହିଲ ନା ମୁଁ ଭୁଲ ଶୁଣିଲି? କିଛି ଭୁଲ ନାହିଁ ରେ ଧନ, କଥାଟା ସୂର୍ଯ୍ୟ ଚନ୍ଦ୍ର ପରି ସତ। ତୁ ମୋ ପୁଅ ଆଉ ମୁଁ ତୋର ସେଇ ଜନ୍ମଦାତ୍ରୀ ମା। ଓ ବହୁତ କଣ କହୁଛି, ଡାକନି ମତେ ପୁଅ ବୋଲି, ଡାକନି ମତେ ପୁଅ ବୋଲି। ଭାରି କଷ୍ଟ ହଉଛି ମତେ। କଣ ପାଇଁ ତମେ ସେ ମହାଭାରତର ମାତା କୁନ୍ତି ଆଉ କର୍ଣ୍ଣଙ୍କ ଚରିତ୍ରକୁ ଆଣି ଏ ହସ୍ତିନାପୁରରେ ଉପସ୍ଥାପନା କରିଦେଲ? କାହିଁକି? ମୋ ପୁଅକୁ ଥରେ ମୁଁ କୋଳେଇ ନବାକୁ ଚାହେଁ। ବାବା ମୋ କୋଳକୁ ଆସିବନି? କେମିତି ଯିବି? ଆମର ସେ କୋଳରେ କଣ ମମତାର ଅମୃତ ଅଛି? ଅଛି ସେ ଫଳ ଦୋକାନରେ ସ୍ନେହ ମମତାର ଆବିଳ ବନ୍ଧନ? ଅଛି କେବଳ ସ୍ୱାର୍ଥର ପୋଳା ପୋଳା ଚହ? ଏମିତି କହିପାରୁଛୁ ତୁ ମତେ? କହିବାକୁ ବାଧ୍ୟ ହଉଛି ମୁଁ। କାହିଁକି କହିପାରିବିନି? କି ଭୁଲ କରିଥିଲି ମୁଁ? କଣ ପାଇଁ ମୋ ଜନ୍ମ ଜାତକରେ ତମେ କଳଙ୍କ ଲଗେଇଦେଲ? ବାହାବିଧିରେ ମତେ ଶିଶୁ ବାଳ କରି ଫେରେଇ ଦିଆଗଲା। କର୍ଣ୍ଣ ଶଙ୍କର ଜାରଜ ବୋଲି କହି ଧିକ୍କାର କରାଗଲା। କୋଉଠି ଥିଲ ସେତେବେଳେ? କାହିଁକି ଆସିଲନି ଯେତେବେଳେ ତମେ? ସେ ସବୁ ଥିଲା କେବଳ ମୋର ଅସହାୟତା। ଅସହାୟତା ନୁହଁ, ସ୍ୱାର୍ଥପରତା। ସେତେବେଳେ ତମର କିଛି ସ୍ୱାର୍ଥ ନଥିଲା, ସେଇଥିପାଇଁ ନିଜ ଚରିତ୍ରକୁ ତୁମେ ଗୋପନ ରଖିଥିଲ। କିନ୍ତୁ ଆଜି ନିଜ ସ୍ୱାର୍ଥ ପୂରଣ କରିବା ପାଇଁ ଚାଲି ଆସିଲ ଗୋଟେ ଛଦ୍ମବେଶୀ ମା ଭୂମିକାରେ। ତମେ ମୋ ମା, ମୁଁ ତମ ପୁଅ। ଯଦି ଏକଥା ସତ, ତାହେଲେ ଆଜି ଯାଇ ତମେ ମୋ ଘରକୁ ଯାଇନ କଣ ପାଇଁ? କଣ ପାଇଁ ନିଜ ବୋହୂ ଉପରେ ହଉଥିବା ଅତ୍ୟାଚାରକୁ ସହିଗଲ? ତରୁଟିଏ ଦରଦ ଭିକ୍ଷାଦାନ କରିଛି, କରିଛ ମୋ ପାଖରେ ଆସି ଭିକ୍ଷା। କେମିତି ମୁଁ ବୁଝେଇ ପାରିବି ମୋ ଭିତରେ ଥିବା ସେ ଅକୁହା କଥାକୁ? ଏବେ ବି ତୋ ପ୍ରଶ୍ନରେ ମୁଁ ଉପାୟ ଶୂନ୍ୟ। ଉପାୟ ଶୂନ୍ୟ ନୁହଁ, ବାହାନା ଶୂନ୍ୟ। ବାହାନା ଶୂନ୍ୟ ହେଇଯାଇଛି ତମ ଭଣ୍ଡାର। ଯୋଉଥିପାଇଁ ଗୋଟେ ମିଛ କାହାଣୀ ସୃଷ୍ଟି କରି ମୋ ମନରେ ତମେ ମିଛ ଭ୍ରମ ସୃଷ୍ଟି କରୁଛ। ଶୁଣ, ତମେ ମୋ ମା, ମୁଁ ତମ ପୁଅ। ଏ କଥାର ସତ୍ୟତା ଉପରେ ତମେ କି ପ୍ରମାଣ ଦେଇପାରିବ? ଓମ୍ ନମୋ ନାରାୟଣାୟ। ଗୁରୁଜୀ ପ୍ରଣାମ। ପରମ ପୁରୁଷ ଶ୍ରୀକୃଷ୍ଣ ତମର ମଙ୍ଗଳ କରନ୍ତୁ। ଆପଣ ଏମିତି ହଠାତ୍ ଚାଲି ଆସିଲେ? କୋଉ ସତ କଥା ତମେ ଜାଣିବାକୁ ଇଚ୍ଛା କରୁଛ ବାବା? ଆଉ କେମିତି ପ୍ରମାଣ ପାଇଲେ ତମ ମନ ଭିତରେ ଆଲୋଡ଼ନ ସୃଷ୍ଟି କରିବ ଯେ ତମେ ତାଙ୍କ ପୁଅ ଆଉ ସେ ତମର ଜନ୍ମଦାତ୍ରୀ ମା? ଗୁରୁଜୀ ଆପଣ ତମେ ସିନା କଥାର ଶବ୍ଦ ଗୁଡାକ ଅବିଶ୍ୱାସ କରିବ, ହେଲେ ମହିଷୀ ମହିଳାଙ୍କ ଆଖିରୁ ନିଗିଡି ପଡୁଥିବା ଧାର ଧାର ଲୁହକୁ କଣ ତମେ ଅବିଶ୍ୱାସ କରିବ? ତମର କିଛି କଠୋର ଶବ୍ଦର ଆଘାତରେ ତାଙ୍କ ଅନ୍ତର ଆତ୍ମା କେମିତି ଘୁମୁରି ଘୁମୁରି କାନ୍ଦି ଉଠୁଛି, ସେ କଥାକୁ ତମେ ଅନୁଭବ କରିପାରିବନି। ତମର ସାମାନ୍ୟତମ ଅବିଶ୍ୱାସ ପ୍ରମାଣର ଦୃଢ଼ତାକୁ ନେଇ ତାଙ୍କ ମା ଭଳିଆର ବୁକ ଭିତରଟା ଫାଟି ଯାଇ କେମିତି ଲହୁ ଲୁହାଣ ହେଇଯାଉଛି, ସେ କଥାକୁ ତମେ ନଜର ଦେବନି। ଆପଣ କୁହନ୍ତୁ ମୁଁ କିଏ କରୁଛି? ହାତ ଯୋଡୁଛି, କୁହନ୍ତୁ ମୁଁ କିଏ? କଣ ପାଇଁ ମୋ ଅମରେନ୍ଦ୍ର ଚୌଧୁରୀଙ୍କ ସୁନାର ପଞ୍ଜୁରୀରେ ଗୋଟେ ପୋଷା ମାନିଥିବା ପଶୁଆ ପାଲଟି ଯାଇଛି? ଅମରେନ୍ଦ୍ର ଚୌଧୁରୀଙ୍କ ସାନ ଭାଇ ଅବକାଶ ଚୌଧୁରୀ ଭଲ ପାଉଥିଲେ ଏ ଗରିବ ଝିଅ ଅନ୍ନପୂର୍ଣ୍ଣାକୁ। ଭଲ ପାଇବାରୁ ପ୍ରେମ, ପ୍ରେମରୁ ହେଲା ଦେହର ସମ୍ପର୍କ। ଆଉ ତମେ ଯେତେବେଳେ ଗର୍ଭରେ ସ୍ଥାନ ପାଇଲ, ଅନ୍ନପୂର୍ଣ୍ଣାକୁ ସାଙ୍ଗରେ ଧରି ଅବକାଶ ଚୌଧୁରୀ ନିଜ ଘରେ ପହଞ୍ଚି ବିବାହ